ଲମ୍ବି ଯାଇଛି କୋଇଲିଟେ ବସିକି କୁ 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 କେମିତି ରାଗି ଦଉଛି। ଆଜିକାଲି ଗାୟକ ମାନେ ଆଜ୍ଞା ଯଦି ଜଣେ ଜଣକୁ କବେ କହିଦଉଛି ଆର ଗାୟକ ଦ୍ୱିତୀୟ ଉପହାରରେ ଆସିକି ତା 14 ପୁରୁଷ ଉଦ୍ଧାର କରିଦଉଛି। ବିଷୟ ଦରକାର ନାହିଁ, ସେ ବେଶୀ କହିଲା ପାଲା ଏଇ ମାଟିର ପୁଅ, ଏଇ ଖୋର୍ଦ୍ଧା ମାଟିର ପୁଅ ଗାୟକ ସମ୍ରାଟ ବିଶ୍ୱନାଥ ପର୍ଯ୍ୟସୀ, ଏଇ ମାଟିର ପୁଅ ଗାୟକ ରତ୍ନ ଲୋକନାଥ କର। ଦେଖନ୍ତୁ ଟିକେ ଅବାଗିଆ ଲାଗିବ କିନ୍ତୁ ସେତେବେଳେ ପାଲାରେ ଚାଲେ। ଆପଣ ମାନଙ୍କର ବିଶ୍ୱନାଥ ପର୍ଯ୍ୟସୀ ପାଲା ଗାଉଛି, ଲୋକନାଥଙ୍କର ମଞ୍ଚ ଉପରକୁ ଆଇଲେ ତାଙ୍କ ପାଳିଆ ପଚାରିଲା ସାର୍ ଆପଣଙ୍କ ସାଙ୍ଗରେ ଗାୟକ କିଏ? ନା ବିଶ୍ୱନାଥ ପର୍ଯ୍ୟସୀ। ନା ଚୁପ୍, ବିଶ୍ୱନାଥ ପର୍ଯ୍ୟସୀ କହ ବିଶିଆ। ସେତେବେଳେ ପାଲାରେ ଗାୟକ ମାନଙ୍କର କେମିତି ଭାବ ଥିଲା, ବିଶିଆ ବିଶିଆ ସିଏ କୁ ଗାୟକ ଯୋଉ ବିଶିଆଟା ଅଛି ତା ମଝିରୁ ସିଟା କାଟି। ସେତେବେଳେ ପାଲା ଗାୟକ ମାନେ କେମିତି ଚାଲୁ। ବିଶ୍ୱନାଥ ପଟ୍ଟନାୟକ ପାଲାକୁ ଆଇଲେ ତାଙ୍କ ପାଳିଆ ମାନେ କହିଲେ ଆଜି ଯଦି ଲୋକନାଥ କରକୁ ନ କହିବ ଆମେ ତମ ଦଳରେ ରହିବ, ଆମେ ଛାଡ଼ିକି ପଳେଇବୁ। ବିଶ୍ୱନାଥ ପଟ୍ଟନାୟକ କହିଲେ ମୋ ସାଙ୍ଗରେ କିଏ? ନା ଆଜ୍ଞା ଗାୟକ ରତ୍ନ ଲୋକନାଥ କରୁନା। ଲୋକନାଥ ଲୋକନାଥ ଆଦ୍ୟ ଅକ୍ଷର ମଝି ଅକ୍ଷର ଦିଟା କାଟି। ଲୋକନାଥ ଲୋଟା କାଟେ ଥଟା କାଟିବା ବେଳେ କଣ ନା କମ ନା ମତେ ସେ ଯୋଉ ବିଶିଆରୁ ସେଇଟାକୁ କାଟିଛି ସେଇଟା ଆସିକି ସେଇଠି ରହିବ। ବିଚାର କରନ୍ତୁ ଗାୟକ ମାନଙ୍କର କି ଅଭେଦ୍ୟ ଭଲ ପାଇବା ଥିଲା, ରାତି ପାଇଲେ ସମାନ। କିନ୍ତୁ ଆଜିର ଯୁଗରେ ଗାୟକ ମାନେ ପଦେ କହୁଛି ଆର ଗାୟକ ତା 14 ପୁରୁଷ ଉଦ୍ଧାର ଅଛି। ଲୋକନାଥ ପରଙ୍କର ମନେ ପଡି ଯାଉଛି। କୋଇଲିକୁ ଡାକିଲେ, କେଉଁ ଡାକିଲେ ଜାଣିଛୁ? କଲା କୋଇଲି ଉଡି ଯିବୁ ଓଡ଼ିଶା ଲୋକନାଥଙ୍କର ଆଖିରେ ଆଖି ବଞ୍ଚିବି କେତେ ଦିନ ଆଉ ପଡିବି, ଏ ଦେହଟା ଆଉ କେତେ କଥା ହବ। କୋଇଲି ଘନ ଘନ ପୋତା ଛାତିରୁ କଟା ଯାଉଛି, ଗାଲିରେ ପଡୁଛି, ସବୁ କୋଚରି ଯାଉଛି, ପଚି ଯାଉଛି। ଆମେ ପୁରା ସେଇ ଓଡ଼ିଶାରେ ଯେତେ ବଡ଼ କଳାକାର ଦେଖନ୍ତୁ ପିଲେମାନେ, ତମେ ଯେତେ ମୋ ବୟସ୍କ ଅଛ ତମେ ବୁଝିପାରିବନି।
ଯେତେ ବଡ଼ ବାପ ସବୁ ବ୍ୟକ୍ତିତ୍ୱ ଚିପୁର ଉପଳା ପାଚିଲା ବାଳିଆ ବାପା ଯେତେ ବସୁଛନ୍ତି ତାଙ୍କୁ ପଚାର ଜୀବନରେ କୋଉ କଳାକାର ଭଲ କଳାକାର ସୁଖରେ ବଞ୍ଚିନି। ଗାୟକ ସମ୍ରାଟ ବିଶ୍ୱନାଥ ସନ୍ତୋଷୀର ଭାବିଲି ଘର ସ୍ତ୍ରୀ କହୁଛି ଏ ଖାଇବାକୁ ନାହିଁ କଣ ଟିକେ ଆଣୁନ ନା ଭାତ ଗୋଟେ ରାତି ଦେଇ ମୁଁ ଯାଉଛି କହିଲୁ ଭାବିଲି ବହିରେ ବେଶୀ ସାରୁ କରନ୍ତି ସାରୁ କୁଆଡ଼ିବେ ମୁଣ୍ଡା ଗୁଡାକ ପକେଇ ଦେଇକି ପଳେଇ ଆସିବେ ଦିଟା ମୁଣ୍ଡା ଆଣୁଛି ବାରିପଟ ତେନ୍ତୁଳି ଗଛରୁ ଦିଟା ତେନ୍ତୁଳି ପାରିଦିଟା ତାକୁ ଛେଚିକି ପକେଇ ଦଉ ଖଟା କରିକି ଖାଇଦେବା। କଣ ହେଲା ଆସିଲା ବେଳକୁ ଉଦୁଦିଆ ଖରାରେ ହାର୍ଟ ଚୋକ୍ ହେଇଗଲା। ବିଶ୍ୱନାଥ ପଟୁଶୁଷି ବଢିଆ ଗାୟକ ବଢିଆ ପୁଅ ବଢିଆ ମା ଜନ୍ମ ତ ଭାବେ ତାକୁ କଣ ଦେଇଛେ ବାବୁ କିଛି ଦେଇନେ ଆମେ ସେତିକି ନୁହ ଗାୟକ ଲାଇବ୍ରେରୀ ଧର୍ମାନନ୍ଦ ଦେଖି ଦିଟା ପୁଅ ଜନ୍ମ କଲା ଗୋଟେ ପୁଅ ସଂସ୍କୃତ ସ୍କୁଲର ଟିଚର ଆଉ ସାନ ପୁଅକୁ ସାଙ୍ଗେ ଧରିକି ପାଲା ଶିଖେଇକି ଚାବର ଦେଇକି ଗାୟକ କଲା। ଜୀବନର ଶେଷ ମୁହୂର୍ତ୍ତରେ ଖାଇବାକୁ ପୁଅ ଉଠେଇଦେଲେନି ବାଙ୍କି ବଜାରରେ ବରଫ ଗୁଡାକ ଆଇସ୍କ୍ରିମ ବାଲା ଚୋବେଇ ଚୋବେଇକି ପଡିବ। ଆମେ ବାବୁ ଏଇ ପାଲା ବାଲା ଆମ ଜୀବନ ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ ମଞ୍ଚ ଉପରେ ଠିଆ ହେଲେ ଓଡ଼ିଶା ଗୋଟିଏ ଯୋଉଦିନ ବୁଢା ହେଇଗଲା ପାଲା ସରିଗଲା ପୁଅ ଘରୁ ଧକ୍କା ମାରିକି ବାହାର କରିଦେଲା। ଗାଁ ମୁଣ୍ଡ ଜଳଖିଆ ଦୋକାନ ଠିଏ ବସିକି ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ କହିଲେ ଏ ବାବୁ ତମ ଘର କୋଉଠି? ଆମ ଘର ଚଣ୍ଡିଖୋଲ। ତମ ଗାଁ ଲଗାଇ ଯାଇଛି ମୋତେ ଚିହ୍ନିଛ? ମୁଁ ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ। ଆଜ୍ଞା ନମସ୍କାର ବାବୁ ବହୁ ବିଡ ହେଲା ଚା ଟିକେ ପିଇନି ପାଲା ଗାଇ ଗାଇ ଚା ଅଭ୍ୟାସ ହେଇଯାଇଛି ଗୋଟେ କପ ଚା ଦେଲ ଠିକ ଆମ ଜୀବନ କୋଟି କୋଟି କରି କଳାକାର ଗାଏ ବନେଇ ଧପାଣି ଗ୍ରାହୀ ଜୀବନ ଦୁର୍ଭାର ହେଇଗଲା। ଗାୟକ କ୍ଷେତ୍ରବାସୀ ମିଶ୍ର ପାଲା ଗାଇକି ଆସୁଛି ଟ୍ରେନ ଚଢିଗଲା ଉପରେ ମାଂସ ଗୁଡାକ ବାତି ହେଇଗଲା ଯେ ତା ପିଲାମାନେ ଯାଇକି ଗୋଟେ ଗାଣ୍ଡୁଆ ବୋଲି ଛୁରୀରେ ଖଣ୍ଡ ଖଣ୍ଡ ମାଂସ ଗୋଟେଇକି ନେଇକି ତାକୁ ମଶାଣିରେ ଜାଳିଲେ। ଠିକ ଆମ କଳାକାର ଜୀବନ ତଥାପି ଆମେ ସୁଖୀ କାହିଁକି ମଞ୍ଚରେ ଯୋଉ 3 ଘଣ୍ଟା କାଳ ଆମେ କଟଉ এই ଆପଣ ମାନଙ୍କର ଭଲ ପାଇବା ଏଥିରେ ବଳିଯାଏ ଆକୁ ଆମେ ବୁଝିପାରିବୁନି ଜୀବନରେ এই ବର୍ତ୍ତୀ ଘଟକ ଯୋଗୁ ଆମେ ବଞ୍ଚିଛୁ। ଲୋକନାଥଙ୍କର କାନ୍ଦୁଛି କୋଇଲିକୁ ଦେଖି କଲା କୋଇଲି ଲଗଦାରି ତ ପିତି
ଗାୟକ ଥିଲେ ଆଜ୍ଞା ଚର ହଉଥିବ ଦେହ ଖରାପ ହେଇଥିବ ତାକୁ ଡ୍ରେସଟେ ପିନ୍ଧେଇ ଦେଇକି ପିଣ୍ଡାଲକୁ ଆଣିଦେଲେ ବାପା ତାର ସନ୍ତ ସିଂହର ବଳ କିନ୍ତୁ ଉଠି ପାରୁନଥିବ ଲୋକନା ଧପର କହୁଛନ୍ତି କୋଇଲା କୋଇଲ ଉଠିବାକୁ ଅଙ୍ଗେ ଉଠିବାକୁ ବଳ ପାଉନି କହିଲେ ଆଉ ବଂଶୀନି ଏ ଚିଠିଟା ନେଇକି ମୋ ଗାଁକୁ ଟିକେ ଯିବି ମୋ ଗାଁରେ ଦେବୁ ମୋ ଗାଁ ଆଡ୍ରେସଟା ତ ଲେଖିକି ଦଉଛି କଲା କୋଇଲ ଚିଲି ଗାଁ ପୁଡ଼ରେ ଚିଲିକା କୂଳରେ ହରିପୁର ବୋଲି ଗୋଟେ ଗାଁ ସେ ଗାଁକୁ ଯିବୁ ଚିଠି ଦବୁ ମୋ ଇଷ୍ଟ ହଉଛନ୍ତି କିଏ ଜାଣିଛୁ ନା ଚନ୍ଦ୍ରକଚୂଡ଼ ଚନ୍ଦ୍ରଶେଖର ମହାଦେବ ତାଙ୍କୁ ଖାଲି ଏତିକି କହିଦିଏ କହିକି ପଳେଇ ଆସିବୁ କଣ କହିବୁ ଜାଣିଛୁ ନା କୋଇଲ 6 ମାସ ଶିଖିଥିଲି ପାଲା ଲମ୍ବିତ ହବ କୋଇଲି ମାଳିକା ଆପଣ ମାନେ କହିଥିଲେ କ ଖ ଗ ଘ ନ ଚ ଛ ଯାକେ ଯଦି ମୁଁ ଭାଇ ଜାଣିଥବ ଏଇଠୁ ଚଠୁ ଆରମ୍ଭ କରିବି ସେ ଯୋଉ ଯାକେ ନବ କାଲି ମୁଁ କ୍ଷୟ ଯାକେ ପୂରଣ କରିବି ସଜନ ବର୍ଗେ ମର୍ଚ୍ଚଦାମୟ ଭଗବାନ ରାମ